তার নিশ্চিত ভাবে কার্য সমাপ্ত হব। মু আজ এখানে উপস্থিত যে আমার বিধায়িকা প্রার্থী শ্রীমতী সুভাষিনী ম্যাডাম সুভাষিনী ভাউজ যে সমস্ত বর্তমান ঘরে ঘরে পরিচিত সে নিশ্চিত ভাবে আপনার আদৃত হবে এবং ହେଇଛନ୍ତି ମଧ୍ୟ ସେ ପ୍ରତ୍ୟେକ ପରିବାର ସମସ୍ତେ ଭାବି ସାରିଛନ୍ତି ସେ ବି ମଧ୍ୟ ସେ ଆପଣଙ୍କୁ ନିଜର ବୋଲି ଭାବି ସାରିଛନ୍ତି। ତାପରେ ଶିମୁଳିଆ ବ୍ଲକର ମହିଳା ସଭାପତି ମାନେ ଗଳିକନ୍ଦ ସବୁ ବୁଲେଇ ଦେବା ଯେ ଏତିକି ତାରିଖ ମିଟିଂ ହେଉଛି ଆମର ମିନୁ ବାପା ଯେ ଶିମୁଳିଆ ବ୍ଲକରେ ସମସ୍ତେ ତାଙ୍କୁ ଜାଣନ୍ତି। ତାଙ୍କ ପାଖରେ ଅଛନ୍ତି ଆମର ସନା ମୋର ସାନ ଭାଇ ସେ ଶ୍ୟାମସୁନ୍ଦରପୁର ପଞ୍ଚାୟତର ନିଶ୍ଚିତ ଭାବରେ ଜଣେ ଯୁବ ସଂଗଠକ ଭାବରେ ସମସ୍ତଙ୍କ ଦ୍ୱାରା ଆଦୃତ ଏବଂ ତାଙ୍କ ପାଖରେ ଅଛନ୍ତି ଯେ ଅଗ୍ନି ବର୍ଷା କରନ୍ତି ଭାଷଣରେ ଏବଂ ସମସ୍ତଙ୍କର ପରିଚିତ ଏବଂ ସମସ୍ତେ ତାଙ୍କୁ ଜାଣନ୍ତି ସେ ହେଉଛନ୍ତି ଆମର ମୋର ସାନ ଭାଇ କାହ୍ନୁ ବାବୁ। ତେଣୁ ସେ ନିଶ୍ଚିତ ଭାବରେ ଶିମୁଳିଆ ବ୍ଲକରେ ସମସ୍ତେ ତାଙ୍କୁ ଜାଣିଛନ୍ତି। ମୋ ପାଖରେ ବସିଛନ୍ତି ମୋର ସାନ ଭାଇ ଏବଂ ଏମ୍ପିଙ୍କର ପ୍ରତିନିଧି ମୋର ରଞ୍ଜନ। ତେଣୁ ତୁମେ ସମସ୍ତେ ଜାଣିଥିବ ଏବଂ ସବୁବେଳେ ସେ ମୋ ପାଖେ ପାଖେ ଥାଏ ଏବଂ ଆମ ଶ୍ୟାମସୁନ୍ଦରପୁର ପଞ୍ଚାୟତର ପ୍ରତ୍ୟେକ ପରିବାରରେ ଯେତେବେଳେ 21 ଠାରୁ ଏକାଦଶ କର୍ମ ପର୍ଯ୍ୟନ୍ତ ଯେତେବେଳେ ଯାହା ବି ହେଇଥାଏ ତା କାନରେ ପଡ଼ିଲେ ଏବଂ ମୁଁ ଯଦି କୌଣସି ପରିବାରରେ ତାକୁ ନିମନ୍ତ୍ରିତ କରା ନ ଯାଇଥାଏ ତାହେଲେ ମୁଁ କହିଲେ ମଧ୍ୟ ସେ ନିଶ୍ଚିତ ଭାବରେ ଆସି ପହଞ୍ଚେ। ତେଣୁ ଆପଣମାନେ ତାଙ୍କ ପାଇଁ ଗୋଟେ ଭଲ ଭାବରେ କରତାଳି କରନ୍ତୁ ଯେ ସେ ନିଶ୍ଚିତ ଭାବରେ ସମସ୍ତଙ୍କ ପରିବାରର ଜଣେ ସଦସ୍ୟ ବୋଲି ସେ ନିଜକୁ ପ୍ରତିହତ କରିସାରିଛି। ଆଉ ଜଣେ ମୋର ମଉସା ଯେ ବୟୋଜ୍ୟେଷ୍ଠ ଆମ ଶ୍ୟାମସୁନ୍ଦରପୁର ପଞ୍ଚାୟତର ବୟୋଜ୍ୟେଷ୍ଠ ସେ ହେଉଛନ୍ତି ମାୟା ମଉସା। ତେଣୁ ଏଇ ପରିଣତ ବୟସରେ ସେ ଆସି ଏଠାରେ ଉପସ୍ଥିତ ହୋଇଥିବ ତାଙ୍କ ପାଇଁ ଜଣେ ଜଣେ ସମସ୍ତେ ତାଳି ବଜାନ୍ତୁ। ସେ ଯାହା ହେଉ ନା କାହିଁକି ଆପଣମାନେ ସମସ୍ତେ ଏଠାରେ ଉପସ୍ଥିତ ଅଛନ୍ତି ବହୁତ ଖୁସି ଲାଗୁଛି। ଯିଏ ହେଉଛନ୍ତି ମୁଖ୍ୟ ଆକର୍ଷଣ ସେ ହେଉଛନ୍ତି ସୁଭାଷିନୀ ଭାଉଜ। ତେଣୁ ତାଙ୍କୁ କହିବା ପୂର୍ବରୁ ମୁଁ ଟିକେ ପ୍ରମିଳା ଭାଉଜଙ୍କୁ ଦଉଛି ସେ କିଛି କହନ୍ତୁ ତାପରେ କାହ୍ନୁ ବାବୁ କହିବେ ରଞ୍ଜନ କହିବେ ତାପରେ ଆମେ ସମାପ୍ତ କରିବା। ନା ନା ଜୟ ଜଗନ୍ନାଥ। ତୁ ଯାଉନୁ ଶ୍ୟାମସୁନ୍ଦରପୁର ଏଇ କାୟାବାଡ଼ି ଛକଠାରେ ଅନୁଷ୍ଠିତ ହୋଇଛି ବିଜୁ ଜନତା ଦଳର କାର୍ଯ୍ୟାଳୟ। ଆଉ ଏହାକୁ ଉଦ୍ଘାଟନ କରିଛନ୍ତି ଆମର ସମସ୍ତଙ୍କର ଆକର୍ଷଣ ମୁଖ୍ୟ ଆକର୍ଷଣ ଆମର ବିଧାୟିକା ପ୍ରାର୍ଥିନୀ ସୁଭାଷିନୀ ଭାଉଜ ମହୋଦୟା। ଆଉ ଏଠାରେ ସଭାପତିତ୍ୱ କରିଛନ୍ତି ଏଇ ପଞ୍ଚାୟତର ସମିତି ସଭ୍ୟ ମୁକ୍ତିକାନ୍ତ ବାବୁ ସମସ୍ତଙ୍କର ଆଦରର ବୁଲୁ ବାବୁ ଏବଂ ଏଇ ମଞ୍ଚାସୀନ ସମସ୍ତ ଅତିଥିଗଣ। ମୋ ସମ୍ମୁଖରେ ଉପସ୍ଥିତ ଥିବା ସମସ୍ତ ଗୁରୁଜନ ଲଘୁଜନ ସ୍ଥାନ ଏବଂ ସମସ୍ତ ଶ୍ୟାମସୁନ୍ଦରପୁରର ଗ୍ରାମବାସୀ ବୃନ୍ଦ ଏବଂ ବିଜୁ ଜନତା ଦଳର ସାମ୍ବାଦିକ ଭାଇମାନେ ସମସ୍ତଙ୍କୁ ମୋର ଆଜିର ଏହି ଶୁଭ ସନ୍ଧ୍ୟାରେ ମୋର ଆନ୍ତରିକ କୃତଜ୍ଞତା ଏବଂ ସମସ୍ତଙ୍କୁ ସାଧୁବାଦ ଜଣାଉଛି ଏବଂ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ସହିତ ଅନ୍ତରରୁ ପ୍ରଣାମ ଜଣାଉଛି। ଆଗାମୀ 2024 ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଚାଛି ଏବଂ ମାନନୀୟ ମୁଖ୍ୟମନ୍ତ୍ରୀ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ଆମ ଶିମୁଳିଆ ଖଇରାର ଦାୟିତ୍ୱ ଜଣେ ମାଆଙ୍କ ହାତରେ ଟେକି ଦେଇଛନ୍ତି। ଏହା ଆମ ପାଇଁ ଗୋଟେ ଗର୍ବ ଓ ଗୌରବ ବିଷୟ କାରଣ ଏହା ଶିମୁଳିଆବାସୀର ପ୍ରଥମ ମହିଳା ପ୍ରାର୍ଥିନୀ ଯିଏକି ଆମର ସୁଭାଷିନୀ ଭାଉଜ ଆମ ପାଖକୁ ଆମର ଆଶୀର୍ବାଦ ନେବା ପାଇଁ ଆସିଛନ୍ତି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରଥମେ ଆଶୀର୍ବାଦ ଦେଇ ପଠାଇଛନ୍ତି। ଯାହାକି ଆପଣମାନଙ୍କୁ ନିବେଦନ ରଖିବେ ଆମର ଶଙ୍ଖ ଚିହ୍ନରେ ବିଧାୟକ ପ୍ରାର୍ଥିନୀ ସୁଭାଷିନୀ ଅପାଙ୍କୁ ଏବଂ MP ମହୋଦୟ ମଞ୍ଜୁଲତା ମଣ୍ଡଳ ମ୍ୟାଡାମଙ୍କୁ ଶଙ୍ଖ ଚିହ୍ନରେ 2 ଥର ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାଇବେ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ 6ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାର ସାମର୍ଥ୍ୟ ହେବେ। ଏବଂ ସମସ୍ତେ ଏଠାରେ ଉପସ୍ଥିତ ଅଛନ୍ତି SHG ମା ମାନେ ସମସ୍ତେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଯୋଜନାର ସୁଫଳ ପାଇଛନ୍ତି। ଯାହାକି ମିଶନ ଶକ୍ତି ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମା ମାନଙ୍କୁ ବହୁତ ଅଗ୍ରାଧିକାର ଦେଇଛନ୍ତି ଏବଂ ଗାଁକୁ କାମ ମାଆକୁ ସମ୍ମାନ ହିସାବରେ ଯେଉଁ ଆହ୍ୱାନ ଥିଲା ବିଜୁ ବାବୁଙ୍କର ତାହାକୁ ସେ ସଫଳ କରିଛନ୍ତି। ଆଉ ମା ମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଏବଂ ମିଶନ ଶକ୍ତି ମାଧ୍ୟମରେ। ସାଧାରଣ ନିର୍ବାଚନରେ ଯେଉଁ ଆସନ ସଂରକ୍ଷଣ ଥିଲା ମହିଳା ସଂରକ୍ଷଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରଥମ ମୁଖ୍ୟମନ୍ତ୍ରୀ ଯେ
ସମସ୍ତ ସିଟ୍ ମହିଳାମାନଙ୍କ ପାଇଁ ପୂରଣ କରିଛନ୍ତି ଏବଂ ଅନ୍ୟ ବିରୋଧୀ ଦଳ କେହି ମଧ୍ୟ ଏହାକୁ ଦେଇନାହାନ୍ତି, ମହିଳା ସିଟ୍ ଦେଇପାରିନାହାନ୍ତି। ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଇଁ ଗୋଟେ କରତାଳି ଆଉ ଫୁଲମାଳ ଦେବା ପାଇଁ ମୁଁ ନିବେଦନ ରଖିଛି ଏବଂ ଆମ ସମ୍ମୁଖରେ ଯିଏ ଅଛନ୍ତି ଆମ ଗଣରେ ଆମର ସୁବାସିନୀ ଅପା, ତାଙ୍କୁ ବିପୁଳ ସଂଖ୍ୟାରେ ଏହି ସମସୁନ୍ଦରପୁରରୁ ଭୋଟ ଦେଇ ଶଙ୍ଖ ଚିହ୍ନରେ ଜୟଯୁକ୍ତ କରାଇବେ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ତା ସହିତ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବେ ଏବଂ ମଞ୍ଜୁଳତା ମଣ୍ଡଳ ମ୍ୟାଡାମଙ୍କୁ ମଧ୍ୟ ଭୋଟ ଦେଇ ଯୋଡ଼ି ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରାଇବେ। ଧନ୍ୟବାଦ। ଜୟ ବିଜେପି, ଜୟ ବିଜେପି। ମୁଁ ଅନୁରୋଧ କରୁଛି ମୋର ସାନ ଭାଇ ସନାକୁ ଜଷ୍ଟ ସଂକ୍ଷିପ୍ତରେ ସାରିବ। हेलो आज ये शुभ उद्घाटन अवसर में समस्त को शुभेच्छा तथा अभिनंदन। आम गहन में उपस्थित अच्छा जोटा कि आमर प्रिय सुभाषित अपा आम समस्ते गर्वित जे आम सिमुलिया खया निर्वाचन मंडल जड़े नारी नेत्री भाव आम पाई आम बहु भोट्रे विजय लाभ करवा एवं समस्त आशा जे कि पाखे गोटे अली रही जे खईरा सिमुलिया माटीर से आम एक दिग्दर्शन प्रदान करेंगे एवं आम समस्त को सहाय प्रदान करेंगे। समस्त को आउे युवक भाई तथा मौसा मौसी मानक आम अनुरोध करुँ आम एक सुवर्ण सुजोग आम हाथ अच्छी आम हाथ छड़ा के करवा ना आम शपथ लेवा जे आम सुभाषिनी अपा एवं मंजुलता मंडल को आम बहु संख्यार भोट दे शंख चिन्ह भोट देके आम जययुक्त करवा। एति कही मोर वक्तव्य शेष करछि। जय जगन्नाथ। एबे मोर सान भाई कान्हू बाबू जे सिमुलिया ब्लॉक सभापति युव सभापति एवं तांकर भाषण संक्षिप्त देले भी सुधा से समस्त निश्चित भाव में हृदय स्पर्श कर तेणु मुझे अनुरोध कर सर्वप्रथमे सामसुंदरपुर पंचायत विभिन्न वार्ड आसवा छात्र युवक महिला माँ मैंने गुरुजन मैंने समस्त को विजु जनता दल परिवार पक्षर मोर प्रणाम जनाऊँ शुभेच्छा जनाऊँ। ए 41 नंबर जून नूतन करी गठन होता सामसुंदरपुर पंचायत आपण मानू आ भाषण देवार आवश्यकता नहीं। आम जहाँ को आज पाइचु जी आज मुख्य आकर्षण तांको पाखरु दुई पद शुणा एवं तांको आह्वान सहित सामिल होगा। ए माटीरू आपण माने उत्साह सहित काम कर विजु जनता दल कार्यालय आज उद्घाटन कले कहाँ संकल्प नेबा शपथ नेबा मुख्यमंत्री को षष्ठ थर पर आसन में बसाइबा सहित जे जड़े माँ को आज आम निर्वाचन मंडल में विधायक प्रार्थी भाव देते सी होती सुभाषिनी भाउज समस्ते गोटे हृदय सहकार करताली हुलहुली दिंतु भाउज को आशीर्वाद करवा प्रभु जगन्नाथ निकट सफल कामना करुछु। आपण मैंने कौन दिमत एवं ना आपण पंचायत समिति सभ्य जे बुलू भाई नेतृत्व में आज ऑफिस खोल जाइए आउ गोटे कार्यालय जोटा सूचना देते सामसुंदरपुर सेपटे गोटे कार्यालय खोल एवं असजड़ा पंचायत खूब कम समय जमी सजाड़ी गत पंचायत निर्वाचन में आप 1 नंबर पंचायत और दुईटी प्रार्थी के आशीर्वाद करके गोटे रेकर्ड कले चलित साधारण निर्वाचन में जो सामान्य टिकक दूरता था दूर हो जाए समस्ते गोटे नना नेतृत्व में भाउज नेतृत्व में समस्ते आम जो बांधी गोटे निर्दिष्ट गोटे संकल्प गोटे शपथ नहीं जे आम जोड़ी संख्यार आशीर्वाद करवा माननीय मुख्यमंत्री को षष्ठ थर आसन में बसाइवाई ए दिमत हबार कौन कारण नहीं। सामसुंदरपुर पंचायत पुणी लड़ पुणी एवं आगामी 1 तारिख में भोट बाक्स प्रमाण कर देखेब जहाँ 4 तारिख में आपण मैंने समस्ते गोटे शुभ खबर पाइबे शुभ खबर निर्वाचन मंडल प्रसार हे सामसुंदरपुर पंचायत जमीती भाव 400-500 भोट्रे शंख चिन्ह को विपुल संख्यार भोट दे जययुक्त कर विधायक प्रार्थी को सांसद प्रार्थी एति कामना करी एवं समस्ते आज ऑफिस कार्यालय जोग दे सहयोग कर समस्त को आउ थे धन्यवाद दूसरी कृतज्ञता जनाऊँ। बंदे उत्कल जननी जय जगन्नाथ। एबे आमे सांसद प्रतिनिधि हेलो आमे एबे सांसद प्रतिनिधि मोर सान भाई रंजन को अनुरोध करुच्ची से संक्षिप्त निजर वक्तव्य आरंभ करे। आज सामसुंदरपुर पंचायत माटीर विजु जनता दल कार्यालय शुभ उद्घाटन
ଅବସରରେ ଆଜି ଆପଣମାନଙ୍କର ଅତି ପ୍ରିୟ ଯାହାକୁ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଆପଣମାନଙ୍କର ସେବା କରିବା ପାଇଁ 2 ଜଣ ମାଆଙ୍କୁ ଏଠି ଆପଣଙ୍କ ନିର୍ବାଚନ ମଣ୍ଡଳୀକୁ ସେବା କରିବା ପାଇଁ ପଠାଇଛନ୍ତି। ଜଣେ ଆମର ଆପଣଙ୍କ ସାମ୍ନାରେ ଅଛନ୍ତି ମୁଖ୍ୟ ଆକର୍ଷଣ ଦେଇକି ସୁଭାଷିନୀ ଭାଉଜ। ନିଶ୍ଚିତ ଭାବରେ ସେ ଆପଣମାନଙ୍କ ପାଇଁ ଆଗାମୀ ଦିନ ପାଇଁ ନିଶ୍ଚିତ ଭାବରେ ଭଲ କାମ କରିବେ। ଆଉ ଜଣେ ତ ସେବା କରୁଛନ୍ତି, ଗତ ଥର ବି କରିଛନ୍ତି, ଏଥର ବି ତାଙ୍କୁ ସେବା କରିବା ପାଇଁ ସୁଯୋଗ ଦେଇଛନ୍ତି। ସେ ହେଉଛନ୍ତି ମଞ୍ଜୁଳତା ମଣ୍ଡଳ, ଯେଉଁଟାକି ଲୋକସଭା ପ୍ରାର୍ଥୀ। ଯୋଡ଼ା ସଂଖ୍ୟାରେ ଆପଣମାନେ ଭୋଟ ଦେବେ ବୋଲି ନିଶ୍ଚିତ ଭାବରେ ଆଶା କରୁଛି। ଗୋଟିଏ କଥା କହିବି, ପ୍ରାୟ ଆମର ତ ସମସ୍ତେ କହିଲେଣି, କାନୁ ବି ବହୁତ ଜିନିଷ ଆମର କହିଲା, ଯେଉଁଟାକି କାନୁ ତ କହିବାର ପୁରା ଏବଂ ସବୁ ଜିନିଷକୁ ଆପଣମାନଙ୍କ ପାଖରେ ଉପସ୍ଥାପନ କରୁଛି। କିନ୍ତୁ ଗୋଟିଏ କଥା କହିବି, ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଉ ଇସ୍ତାହାର ରଖିଛନ୍ତି ଏଥର, ଗତ ଥର ଯୋଉ ଥରକ ଇସ୍ତାହାର ରଖିଥିଲେ, ଯୋଉ ଯାହା ଯାହା ଇସ୍ତାହାର ମାନେ ଥିଲା ତାଙ୍କର ଇସ୍ତାହାର, ସେଗୁଡ଼ିକୁ ସେ ନିଶ୍ଚିତ ଭାବରେ ପାଳନ କରୁଛନ୍ତି। ସେ କୌଣସି ମିଥ୍ୟା ପ୍ରତିଶ୍ରୁତି ଦିଅନ୍ତି ନାହିଁ। କାହିଁକି ନା ଆପଣ 2014 ମସିହାରେ ଦେଖି ଆସନ୍ତୁ, ମାନ୍ୟବର ପ୍ରଧାନମନ୍ତ୍ରୀ ଯାହା ଯାହା ପ୍ରତିଶ୍ରୁତି ଦେଇଥିଲେ ସାଧାରଣ ଲୋକମାନଙ୍କ ପାଇଁ ଯାହା ଯାହା କାର୍ଯ୍ୟ କରିବା କଥା, କୌଣସି ଗୋଟେ କାର୍ଯ୍ୟ ସେ ପୂରଣ କରିନାହାନ୍ତି। ଏଇଟା ଆପଣମାନେ ବିଚାର କରିବା ଦରକାର। ଏଇଟା ଆମେ ମଞ୍ଚ ଉପରେ ରହିକି କିମ୍ବା ଭାଷଣ ମାଧ୍ୟମରେ କହିଲେ ହେବନି। ଆପଣ ବାସ୍ତବ ଚିତ୍ରକୁ ଯାଆନ୍ତୁ, ଦେଖନ୍ତୁ ଯେ ଆକ୍ଚୁଆଲି କାର୍ଯ୍ୟ ଯେ କଥାରେ କିଏ କହୁଛି, କାର୍ଯ୍ୟ କିଏ ପାଳନ କରୁଛି। କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକମାନଙ୍କ ପାଇଁ ଯାହା ଯାହା ଘୋଷଣା କରନ୍ତି ତାକୁ ସେ ସଙ୍ଗେ ସଙ୍ଗେ ପାଳନ କରନ୍ତି। ଏବେ ଆପଣମାନେ ଜାଣିଥିବେ ଗୋଟେ ବହୁତ ବଡ଼ ଘୋଷଣା ସେ କରିଛନ୍ତି, ଯେଉଁଟାକି ଇଲେକ୍ଟ୍ରିକ୍ ବିଲ୍ ଛାଡ଼ ହେଉଛି ବହୁତ ଶୀଘ୍ର। ନିଜେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି, ଯେଉଁଦିନ ମୋ ସରକାର ଶପଥ ନେବ ସେଇଦିନ ଠାରୁ ଆପଣମାନଙ୍କର ବିଜୁଳି ବିଲ୍ ଛାଡ଼। ଏଇଟା ଆମର ଗୋଟେ ସମସ୍ତଙ୍କ ପାଇଁ ଏଇଟା ଗୋଟେ ଖୁସିର କଥା, ସାଧାରଣ ଲୋକମାନଙ୍କ ପାଇଁ ଖୁସିର କଥା। ନିଶ୍ଚିତ ଭାବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆପଣଙ୍କର ପ୍ରତିଶ୍ରୁତି ପୂରଣ କରିବେ। ଆହୁରି ବି ଅନ୍ୟ ବିସ୍ତାର ବି ତାଙ୍କର ରହିଛି, ଯେଉଁଟାକି ଆପଣଙ୍କୁ ଗୋଟେ ଗୋଟେ କପି ଦିଆଯିବ। ସେ କପି ବି ଆପଣମାନେ ମୁଁ ଅଧିକ କିଛି କହୁନାହିଁ, ସମସ୍ତଙ୍କୁ ମୁଁ ଧନ୍ୟବାଦ ଦେଇ ମୋର ବକ୍ତବ୍ୟ ଯାହାକୁ ଦୀର୍ଘ ସମୟ ଧରି ଆପଣମାନେ ଅପେକ୍ଷା କରିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଯେଉଁ ଆଶୀର୍ବାଦ ଅଛି, ସିମୁଳିଆ ନିର୍ବାଚନ ମଣ୍ଡଳୀରେ ଦୁଇଟି ମହିଳା ପ୍ରାର୍ଥିନୀ, ଭଦ୍ରକ ସଂସଦୀୟ କ୍ଷେତ୍ରର ଜଣେ ସାଂସଦ ପ୍ରାର୍ଥିନୀ ଶ୍ରୀମତୀ ମଞ୍ଜୁଳତା ମଣ୍ଡଳ ଏବଂ ଦୀର୍ଘଦିନ ପରେ ସିମୁଳିଆକୁ ଭଲ ପାଉଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରମାଣିତ କରିଦେଇଛନ୍ତି ଜଣେ ମହିଳା ପ୍ରାର୍ଥିନୀଙ୍କୁ ନେଇ, ଯାହାକୁ ଆପଣମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିଛନ୍ତି। ସେ ବର୍ତ୍ତମାନ ତାଙ୍କର ବକ୍ତବ୍ୟ ଆରମ୍ଭ କରିବେ ଏବଂ ଆରମ୍ଭ କରିବା ପୂର୍ବରୁ ଆପଣମାନେ ସ୍ଥିର ମସ୍ତିଷ୍କରେ ଆପଣମାନେ ଚିନ୍ତା କରିବା ଦରକାର ଏବଂ ଶପଥ ନେବା ଦରକାର ଯେ ଆମେ ସବୁବେଳେ ସୁଭାଷିନୀ ଭାଉଜଙ୍କୁ ଏବଂ ମଞ୍ଜୁଳତା ଭାଉଜଙ୍କୁ ଆମେ ନିଶ୍ଚିତ ଭାବରେ 2ଟି ଶଙ୍ଖରେ ମୋହର ମାରି 2 ଗୁଣା କାମ ଆମେ ନିଶ୍ଚିତ ଭାବରେ ହାସଲ କରିବା। ତେଣୁ ଆପଣମାନେ ଶପଥ ନିଅନ୍ତୁ, ନିଶ୍ଚିତ ଭାବରେ ଆମେ ଯେମିତି 2 ଭାଉଜଙ୍କୁ ଜିତେଇବା ଏବଂ ଏହି ଶ୍ୟାମସୁନ୍ଦରପୁର ପଞ୍ଚାୟତ ନିଶ୍ଚିତ ଭାବରେ ଯେମିତି ଅଧିକରୁ ଅଧିକ ଭୋଟ ଦେବା ଏବଂ ତାଙ୍କୁ ଜୟଯୁକ୍ତ କରିବା। ଜୟ ଜଗନ୍ନାଥ। ମାନ୍ୟବର ମୁଖ୍ୟମନ୍ତ୍ରୀ ନାରୀଙ୍କୁ ଅଗ୍ରାଧିକାର ଦେଇ ମୋତେ ସିମୁଳିଆ ଖଇରା ନିର୍ବାଚନ ମଣ୍ଡଳୀରେ ବିଧାୟିକା ପ୍ରାର୍ଥିନୀ ହିସାବରେ ମନୋନୀତ କରିଥିବାରୁ ମୁଁ ତାଙ୍କୁ ଅନ୍ତରାତ୍ମାର ସହିତ କୃତଜ୍ଞତା ଜ୍ଞାପନ କରୁଛି ଏବଂ ମୋର ସାମ୍ନାରେ ବସିଥିବା ମା ଭଉଣୀ ମାନଙ୍କୁ ମୋର ନମସ୍କାର ଏବଂ ବିଜୁ ଜନତା ଦଳର ମୋର ସମସ୍ତ କର୍ମୀ ମାନଙ୍କୁ ମୋର ନମସ୍କାର ଏବଂ ଅତିଥି ବୃନ୍ଦ ମାନଙ୍କୁ ମୋର ଶୁଭେଚ୍ଛା। ଆଜିକାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋ ଉପରେ ଯେଉଁ ବିଶ୍ୱାସ ଓ ଭରସା ରଖି ଏଠିକି ପଠେଇଛନ୍ତି, ଆପଣମାନଙ୍କର ଯେଉଁ ଭଲ ପାଇବା, ସେଥିପାଇଁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଉଛି। ମୁଁ ପ୍ରତିଶ୍ରୁତି ଦେଉଛି, ମୁଁ ଯଦି ଜୟଯୁକ୍ତ ହୋଇ ଆସିଲି, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ବିକାଶ ଯେତିକି ଯୋଜନା ସବୁ ଆପଣମାନଙ୍କ ପାଖକୁ ନେଇ ଆସିବି ଏବଂ ଆପଣମାନଙ୍କ ପାଖରେ ପହଞ୍ଚିକି ପ୍ରତ୍ୟେକ ମୌଳିକ ସମସ୍ୟା ଗୁଡ଼ିକ ସମାଧାନ କରିବାକୁ ପ୍ରୟାସ କରିବି ଏବଂ ଆପଣମାନଙ୍କ ପାଖରୁ ଗୋଟିଏ ପ୍ରତିଶ୍ରୁତି ନେବାକୁ ମୁଁ ଚାହୁଁଛି। ଆପଣମାନେ ଯଦି ମଞ୍ଜୁଳତା ମ୍ୟାଡାମ, ସାଂସଦ ମଞ୍ଜୁଳତା ମ୍ୟାଡାମ ଏବଂ ମୋତେ 2ଟି ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରନ୍ତି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ହାତକୁ ସୁଦୃଢ଼ କରିବାକୁ ଚେଷ୍ଟା କରନ୍ତି, ତାହେଲେ ଆମେ 2 ଜଣ ମିଶି ଏହି ନିର୍ବାଚନ ମଣ୍ଡଳୀର ଆମେ ପ୍ରୟାସ କରିବୁ ଉନ୍ନତି ପାଇଁ ଏବଂ ଯଦ୍ୱାରା ହେବ ପ୍ରଗତିଶୀଳ ଏକ ସିମୁଳିଆ ଖଇରା ନିର୍ବାଚନ ମଣ୍ଡଳୀଟିଏ ଏବଂ ଆପଣମାନଙ୍କର ସହଯୋଗ
ଧନ୍ୟବାଦ। ଯାହା ହେଉ ଆଜି এই অল্প সময় ভিতরে আপনার এত সংখ্যার যোগদান করিଥିବାରୁ ମୁଁ ଆପଣଙ୍କ ନିକଟରେ ମୁଁ ଚିର କୃତଜ୍ଞ। ଏଥିସହିତ ଆପଣଙ୍କୁ ସ୍ୱାଗତ କରୁଛି ଯେ ଆପଣ